ଲଘୁଚାପ ଜନିତ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି। କଥାରେ ଅଛି, ଚାଷ କାମ ଯାହାର କେତେ ସୁଖ ତାହାର, ସେହି ସିନା ଯୋଗାଉଛି ଦୁନିଆକୁ ଆହାର। ସମ୍ପ୍ରତି ପରିସ୍ଥିତିରେ ଏହି ଉକ୍ତିର ଯଥାର୍ଥତା କେତେ ସମସ୍ତେ ଜାଣନ୍ତି। ଦୁନିଆର ଅନ୍ନଦାତା ନିଜ ହକ୍ ପାଇବା ପାଇଁ ଆଜି ଡହଳ ବିକଳ। ଆମେ କେବେ ଚାଷୀଙ୍କ ପ୍ରକୃତ ଦୁଃଖ କ'ଣ କେବେ ବିଚାର କରିଛେ? ଚାଷ କାମର ପଥ ଗୋଲାପର ସେଜ ନୁହେଁ। 4 ମାସ ଧନ ଜନ ମନ ଲଗାଇ କାମ କଲେ ଧାନ ଗଣ୍ଡେ ଅମଳ ହୋଇଥାଏ। ପୁଣି ଏପରି କ୍ଷଣିକ ଝଡ଼ ଆସି ସବୁ ଝାଡ଼ି ଦେଇଯାଏ। କଷ୍ଟ ଉପାର୍ଜିତ ଅମଳ ଧାନକୁ ବିକ୍ରି କରିବା ପାଇଁ ଦୟାର ପାତ୍ର ହେବାକୁ ପଡ଼େ। କଳାହାଣ୍ଡି ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ମଙ୍ଗଳବାର ରାତିରୁ ଲାଗି ରହିଛି। ଜୟପାଟନା ବ୍ଲକ ଏକ କୃଷି ପ୍ରଧାନ ଅଞ୍ଚଳ ହୋଇଥିବାରୁ ବର୍ତ୍ତମାନ ଖରିଫ ଧାନ ଅମଳ ସମୟ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛି। ଚଳିତ ବର୍ଷ ରାଜ୍ୟରେ ନୂତନ ସରକାରଙ୍କ ଘୋଷଣା ଅନୁଯାୟୀ ଅତିରିକ୍ତ କ୍ୱିଣ୍ଟାଲ ପିଛା 800 ଟଙ୍କା ବୋନସ୍ ପାଇ ପାରୁଥିବାରୁ ଚାଷୀଙ୍କ ମହଲରେ ଆନନ୍ଦର ବାତାବରଣ ଦେଖିବାକୁ ମିଳିଥିଲା। କିନ୍ତୁ ବର୍ଷା ସେହି ଆଶାରେ ବାଧକ ସାଜିଛି। ଅଦ୍ୟାବଧି 80% ଧାନ ଅମଳ ହୋଇସାରିଥିବା ବେଳେ ବିକ୍ରି ଅପେକ୍ଷାରେ ଚାଷୀମାନେ ମଣ୍ଡି ଖଳାରେ, ଜମି ଖଳାରେ ଓ ସାଧ୍ୟମତେ ଖୋଲା ଆକାଶ ତଳେ ଧାନ ରଖି ନିଜ ଟୋକନ ତାରିଖ ଅପେକ୍ଷାରେ ଅଛନ୍ତି। କିନ୍ତୁ ଅଦିନିଆ ବର୍ଷା ଚାଷୀଙ୍କ ପାଇଁ ସର୍ବନାଶ ମହାମାରୀ ସାଜିଛି। ଯୁଆଡ଼େ ଦେଖିବ ଖଳାଗୁଡ଼ିକରେ ଶହ ଶହ କ୍ୱିଣ୍ଟାଲ ଧାନ ବର୍ଷାରେ ଭିଜୁଛି। ବର୍ଷାର ପ୍ରକୋପ ଏତେ ପରିମାଣରେ ହୋଇଛି ଯେ ସାମାନ୍ୟ ପାଲ ପଲିଥିନ୍ ତଳେ ଧାନ କେତେ ସୁରକ୍ଷିତ ରହିବ? ତେଣୁ ଏବେ ଧାନ ମଏଶ୍ଚର ହୋଇ ଗଜା ହେବାରେ ବସିଲାଣି। ଅନ୍ୟ ପକ୍ଷରେ ଧାନର ଗୁଣବତ୍ତା ନଷ୍ଟ ହେଲେ ମଣ୍ଡିରୁ ଧାନ ଉଠାଇବାରେ ମିଲର୍ସ ଏଫ୍ଏକ୍ୟୁ ଆଳରେ କଟନୀ ଛଟନୀ କରିବା ପାଇଁ ବାଧ୍ୟ ହେବେ। ମଣ୍ଡିରେ ଚାଷୀଙ୍କ ଧାନର ସୁରକ୍ଷା ଦାୟିତ୍ୱ ଆର୍ଏମ୍ସି ବିଭାଗ ରହିଥିବା ବେଳେ ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟା ସାଜିଛନ୍ତି। ଏହି ପରିପ୍ରେକ୍ଷୀରେ ଧାନକୁ ପୁଣି ଶାଗ ମାଛ ଦରରେ ବିକ୍ରୟ କରିବା ପାଇଁ ବାଧ୍ୟ ହେବ। ଜୟପାଟନା ଲାଗବାହାଲି ମଣ୍ଡିର ହାଲ ନ କହିବା ଭଲ। ଯୁଆଡ଼େ ଦେଖିବ କାଦୁଅ ପଚ ପଚ। ଚାଷୀମାନେ କରିବେ ବା କ'ଣ? ପାଇକକେନ୍ଦୁମୁଣ୍ଡି, ମଙ୍ଗଳପୁର ମଣ୍ଡିରେ ମଧ୍ୟ ସାଂଘାତିକ ପରିସ୍ଥିତି। ଏପରି ଜୟପାଟନା ବ୍ଲକର 22 ଗୋଟି ପଞ୍ଚାୟତର ସବୁ ମଣ୍ଡିଗୁଡ଼ାକରେ ଶୋଚନୀୟ ଅବସ୍ଥା। ଚାଷୀର ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି। ଏହି ଅସମୟରେ ପ୍ରଶାସନ, ମିଲର୍ସ ଏବଂ ସରକାର ଚାଷୀଙ୍କ ମଙ୍ଗଳ ପାଇଁ ସକାରାତ୍ମକ ପଦକ୍ଷେପ ନେବେ ବୋଲି ସମସ୍ତଙ୍କର ଆଶା ଓ ଭରସା ରହିଛି। ବ୍ୟୁରୋ ରିପୋର୍ଟ, ଜନମତ ଟିଭି। ତମେ କେନା ଅରୁଣ ନାୟକ ତମେ କେନ୍ ଗାଁ ଲୋକ କାଣା ତମ ନାକୁ ଲାଖବେଲି ଚାଷୀ ମୁଇଁ ତ ଟୋକନ ଡେଟ୍ ଥିଲା ଆମର 6 ତାରିଖ ଡିସେମ୍ବର। ତ ଧାନ ଆଣିକରି ପକେଇଛୁ। ତ ଧାନ ଆଣିକରି ଇନ ହେଇଗଲା ନା ଗୋଟେ ସପ୍ତାହ। ତ 2 ଦିନ ହେଲାନା ଲଗାତାର ବର୍ଷା ଚାଲିଛେ। ଆର୍ ବର୍ଷା ପୁରା ଯେନ୍ ଧାନ ରହିଛି ସେ ଭିତରେ ଭିତରେ ବି ପୁରା ପଶିକରି ଧାନ ନଷ୍ଟ ହେଇଗଲା ନା। ତ ମୁଇଁ ଚାହୁଁଛେ କି ଯେନ୍ତାକି ଏବେ ଯାହା ବି ଏବେ ମଣ୍ଡି ଚାଲବା ଯେ ହେଲେ ବି ବିନା ମକ୍ସଚର ଟେଷ୍ଟ ପତରରେ ବି ଧାନ ଯିବାର ଅଛି। ନାଇଁହେଲେ ତ ଆମେ ହଇରାଣ ଯିବୁ ନା। ଗଜା ଫଜା ହେଇକରି ବହୁତ ହଇରାଣ ହେଇଗଲୁ ନା। ଇନେ ଫଡ଼ର ବ୍ୟବସ୍ଥା ଅଛି କି ନାହିଁ? ଫଡ଼ର ବ୍ୟବସ୍ଥା ନାହିଁ କି ଘର ଦ୍ୱାର ଅଛି କି ନାହିଁ? ଘର ଦ୍ୱାର କିଛି ନାହିଁ। ଅଫିସ ପତ୍ର କିଛି ନାହିଁ। ସୁବିଧା ନାହିଁ, କିଛି ସୁବିଧା ନାହିଁ। ଖୋଲା ଆକାଶ ତଳେ ଆଣିକି ରଖିଦେଇଛୁ। କେତେ ଫଡ଼ ସୁବିଧା ହେବା ନାହିଁ। ଏ ଆପଣ ମାନେ ସରକାର କେବେ ଜଣେଇଲେ ନା? ସରକାରକେ ଜଣାଇଛୁ। କେବେ ଜଣେଇଛ? ଜଣେଇନୁ ନା, ଆମର ମଣ୍ଡି ଆରମ୍ଭ ହେଲା ବୋଲି ଜଣାଇଛୁ। ସରକାର କ'ଣ କହିଲେ ଆପଣ ମାନଙ୍କୁ? ହେବା ବୋଲୁଛନ୍, କେବେ ହେବା।